ଲଗାଣ ବର୍ଷାରେ ଆସିଲା ଚତୁର୍ଥ ବନ୍ୟାରେ ପ୍ରଥମ ଉଦ୍ଧାର କାର୍ଯ୍ୟ ଜାରି। ଲଘୁଚାପ ଜନିତ ବର୍ଷା ପାଇଁ ବାସୁଦେବପୁର ଅଞ୍ଚଳରେ ଆସିଛି ଚତୁର୍ଥ ବନ୍ୟା। ଏହି ବନ୍ୟାରେ ଗମେଇ ନଈରେ ବନ୍ୟା ପାଣି ଆସିବା ଦ୍ୱାରା ବିଭିନ୍ନ ଅଞ୍ଚଳ ପାଣି ଜମି ରହି ଲୋକଙ୍କ ଘରଦାଣ୍ଡରେ ପାଣି ପଶୁଥିବା ଦେଖିବାକୁ ମିଳିଛି। ଏହି ପାଣିରେ କୁମ୍ଭୀର ଭୟ ସହିତ ସାପର ଭୟ ସୃଷ୍ଟି ହୋଇଛି। ଏହି ବନ୍ୟାରେ ଗମେଇ ନଈକୂଳରେ ରହିଥିବା ପରିବାରକୁ ମ୍ୟୁନିସିପାଲିଟିର ଅଧିକାରୀ ସୁଧାଂଶୁ ମୋହନ ସ୍ୱାଇଁ ପହଞ୍ଚି ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ରବୀନ୍ଦ୍ର ମହାଳିକ ପରିବାରକୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ପହଞ୍ଚାଇଛନ୍ତି। ଚତୁର୍ଥ ବନ୍ୟାର ପ୍ରଥମ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଆପଣମାନେ ଜାଣିଥିବେ ଏଇଟା ବାସୁଦେବପୁର ଅଞ୍ଚଳର ଚତୁର୍ଥ ବନ୍ୟା। ଆଜି ସକାଳ 8:30 ବେଳକୁ ଆମେ ଖବର ପାଇଥିଲୁ ଯେ ଗୋଟେ ପରିବାର ମ୍ୟୁନିସିପାଲିଟିର 22 ନମ୍ବର ୱାର୍ଡର ଉପକଣ୍ଠରେ ସେ ଗୋଟେ ଜଳବନ୍ଦୀ ଘରେ ଅଛନ୍ତି। ତେଣୁ ସେଥିପାଇଁ ତାଙ୍କୁ ବର୍ତ୍ତମାନ 22 ନମ୍ବରରେ ଆମର ଯେଉଁ FSTP ପ୍ଲାଣ୍ଟ ଅଛି ତାର ଆଡମିନିଷ୍ଟ୍ରେଟିଭ ବିଲ୍ଡିଂରେ ତାଙ୍କର ରହିବାର ବନ୍ଦୋବସ୍ତ କଲୁ ଏବଂ ତାଙ୍କୁ ଫାୟାର ଡିପାର୍ଟମେଣ୍ଟର ସହଯୋଗରେ ଉଦ୍ଧାର କରିଛୁ। ସେ ବର୍ତ୍ତମାନ ଜଳସ୍ତର ନ କମିବା ପର୍ଯ୍ୟନ୍ତ ସବୁ ପ୍ରକାର ସୁବିଧା ସୁଯୋଗ ତାଙ୍କୁ ଆମର ଆଡମିନିଷ୍ଟ୍ରେଟିଭ ବିଲ୍ଡିଂରେ ଯୋଗାଇ ଦିଆଯିବ। ଖାଇବା ପିଇବା ସହିତ ସବୁ ପ୍ରକାର ସାନିଟେସନ୍ ସବୁର ବନ୍ଦୋବସ୍ତ ଆମେ କରିଛୁ। ହଁ, ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ତତ୍ପର ଅଛି ଏବଂ ବିପଦ ପ୍ରତି ସମ୍ପୂର୍ଣ୍ଣ ଭାବେ ସତର୍କ ଅଛି। ଆମେ ଜଳସ୍ତରକୁ ମଧ୍ୟ କଣ୍ଟିନ୍ୟୁଅସ୍ ମନିଟର କରୁଛୁ। ଜଳସ୍ତର ନ କମିବା ପର୍ଯ୍ୟନ୍ତ ଆମେ ସବୁ ପ୍ରକାର ସାହାଯ୍ୟ ସହଯୋଗ କରିବୁ ଏବଂ ଲୋକମାନଙ୍କୁ ସୁରକ୍ଷିତ ଜାଗାରେ ଆଣି ରଖିବୁ। ଅବସ୍ଥାରେ ରହିଥିଲି, ପାଣିରେ ରହିଥିଲି ଆଉ ଘର ଯେତେବେଳେ ମୋର ଆଉ କୋଉଠି ଛାଡ଼ି ଦେଇକି କୋଉଠିକି ଯିମି, ତ ରହିବାକୁ ତ ପଡ଼ିବ ନା ଘରେ ନା, ଆଉ କୋଉଠିକି ଯିମି। ପାଣି ବର୍ତ୍ତମାନ କାଲୁ ଯେତିକି ବଢୁଥିଲା ସେତିକିରେ ରହିଛି। ମୁଁ କାଲି ମାପ ଦେଇଥିଲି, ସେ ଯେତିକିରେ ଥିଲା ସେତିକିରେ ରହିଛି, ଆଉ ବଢି ନାହିଁ। ଆଉ ଉପର ମୁଣ୍ଡରୁ ପାଣି ଆସିଲେ ନିଶ୍ଚିତ ବଢିବ। ଆଉ ଭୟ ହେଲେ ମୁଁ କୋଉଠିକି ଯିମି? ମୋ ସାପ ଭୟ ହେଲେ ସେ ମତେ ଯାହା ହବା କଥା ହବ। ସାପ ବେଙ୍ଗ ଭୟ କଲେ ମୁଁ ପୁଣି ରହିମି କେମିତି? ବାସୁଦେବପୁର ଫାୟାର ଷ୍ଟେସନର ଷ୍ଟେସନ ଅଫିସର। ଆମେ ବର୍ତ୍ତମାନ ଯେଉଁ ମହାଳିକଙ୍କର ସିଏ ନିଜେ ତାଙ୍କ ସ୍ତ୍ରୀ ଏବଂ ତାଙ୍କ ପୁଅ ବୋହୂ ଏବଂ ଗୋଟେ ଗୃହପାଳିତ ପଶୁ କୁକୁର, ଇଏ ହେଉଛି ଚତୁର୍ଥ ବନ୍ୟା। ଏହି ଚତୁର୍ଥ ବନ୍ୟାରେ ଆମେ ବର୍ତ୍ତମାନ ପ୍ରଥମ ଉଦ୍ଧାର କଲୁ। ଆଉ ମୁଁ ଆଜି ସକାଳ ବିଡ଼ିଓ ଏବଂ ଏକ୍ଜିକ୍ୟୁଟିଭ୍ ଅଫିସରଙ୍କ ଟେଲିଫୋନ୍ ମେସେଜ ପାଇ ଆସି ପହଞ୍ଚିଲା ପରେ ଦେଖିଲି ଯେ ସେ ଜଳବନ୍ଦୀ ଭିତରେ ସେ ଲୋକଟି ରହିଛି। ସରୀସୃପ ପ୍ରବଳ ବର୍ତ୍ତମାନ ଆସିଲେଣି। ଆଉ ତେଣୁ ତାଙ୍କୁ ଆମେ ବୁଝେଇ ସୁଝେଇ ସେମାନେ ଆସିପାରୁନାହାନ୍ତି। ତାଙ୍କର ଘର ଦ୍ୱାର ସବୁ ମୁକୁଳା ହେଇକି ପଡ଼ୁଛି। ମାନେ ବିଭିନ୍ନ ପ୍ରକାର ଘରୋଇ ଜିନିଷପତ୍ର ସେଗୁଡ଼ା ଛାଡ଼ିକି ଆସିବାକୁ ତାଙ୍କୁ ବୁଝେଇ ସୁଝେଇ ଆଣିବାକୁ ପଡ଼ୁଛି। ତେଣୁ ସେଇଥିପାଇଁ ଟିକେ ଲେଟ୍ ହେଉଛି। ଆଉ ଆପଣଙ୍କ ମାଧ୍ୟମରେ କହିପାରୁଛି, ଚ୍ୟାନେଲ ମାଧ୍ୟମରେ ଯେଉଁ ଲୋକମାନେ ଯେଉଁଠି ରହିଛନ୍ତି ସେ ଆମକୁ 112 ମାଧ୍ୟମରେ କିମ୍ବା ପ୍ରଶାସନ ମାଧ୍ୟମରେ ଆମକୁ ଶୀଘ୍ର ଖବର ଦିଅନ୍ତୁ, ଆମେ ଯାଇକି ତାଙ୍କ ପାଖରେ ଉଦ୍ଧାର କରିବୁ। ବାସୁଦେବପୁର ମଧୁସ୍ମିତା ପଲାଇଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।